ମୁଁ ଆଜି ପୁରା ବୋକା ବନିଗଲି। ନମସ୍କାର, ମୁଁ ଅର୍ଚ୍ଚନା। ଆଜି ପୁଅକୁ ଏକ୍ଜାମ ସେଣ୍ଟରରେ ଛାଡ଼ିବା ସହିତ ସକାଳୁ ସକାଳୁ ପାର୍ଲର ଯାଇ ପହଞ୍ଚି ପାରୁଥିଲା। କାହିଁକି ନା ଆଜି ଗୋଟେ ଏନଗେଜମେଣ୍ଟ ମେକଅପର ବୁକିଂଟେ ଥିଲା। ପୁଅର ଏକ୍ଜାମ 11:30ରେ ସରିବାର ଥିଲା ଆଉ ମୋର ଏପଟେ କାମ ବି ସରିନଥିବ, ତ ସେଥିଲାଗି ସିଏ ମୋତେ ପାର୍ଲରରେ ଛାଡ଼ି ଦେଇକି ଗାଡ଼ି ଧରିକି ପଳେଇଲା। ଛୋଟ ପିଲାଟା, ତାକୁ ଗାଡ଼ି ଦେବା କଥା ନୁହଁ, କିନ୍ତୁ ତା ଜିଦି ପାଖରେ ମୁଁ ପୁରା ହାର ମାନିଯାଏ। ତାପରେ ବି ଗ୍ରାମାଞ୍ଚଳରେ ଯେହେତୁ ସ୍କୁଲଟା ପଢୁଛି, ସେଥିପାଇଁ ମୁଁ ବେଶୀ କେଚେମେଚେ ନ ହେଇକି ତାକୁ ଛାଡ଼ିଦେଲି। କମ୍ପ୍ଲେକ୍ସରେ ପହଞ୍ଚି ଦେଖେ ତ ମେନ୍ ଗେଟଟା ତାଲା ପଡ଼ିଛି। ସେଥିଲାଗି କମ୍ପ୍ଲେକ୍ସର ଗୋଟେ ପିଲାକୁ ଡାକିଲି, ସେ ଚାବି ଧରିକି ଧାଇଁ ଆସିଲା। ହେଲେ ଦେଖିଲା ବେଳକୁ ଗେଟରେ ତାଲା ପଡ଼ିନଥିଲା। ସେଥିଲାଗି ମୁଁ ପୁରା ବୋକା ବନିଗଲି ଆଉ ଅଧଘଣ୍ଟା ପର୍ଯ୍ୟନ୍ତ ସେଇଠି ଅପେକ୍ଷା କରିକି ଥିଲି। ପ୍ରଥମେ ଦୋକାନ ଫିଟେଇକି ସଟରରେ ଗୋଟେ ରସି ବାନ୍ଧି ନେଲି, କାହିଁକି ନା ସଟରଟା ଟିକେ ଲୁଜ୍ ଥିଲା। ତାପରେ ଜିନିଷ ସବୁ ସେଟଅପ୍ କରିନେଲି, ଟିକେ ବାହାରକୁ ବୁଲି ଆସିଲି। କାଲି ରାତିରେ ଯୋଉ ଭଳିଆ ପାଗ ଥିଲା, ଆଜି ମଧ୍ୟ ସେଇ ଭଳିଆ ହବ ବୋଲି ଭାବୁଥିଲି, କିନ୍ତୁ ସଡନ୍ ପାଗ ଚେଞ୍ଜ ହେଇଗଲା। ତା ଭିତରେ କଷ୍ଟମର ଆସି ପହଞ୍ଚି ଯାଇଥିଲେ। ତାପରେ ମୁଁ ମୋର କାମ ଆରମ୍ଭ କରିଦେଇଥିଲି। ମୋ କ୍ଲାଏଣ୍ଟକୁ ଲାଇଟ୍ ୱେଟ୍ ମେକଅପ୍ ଦରକାର ଥିଲା, ବେଶୀ ହେଭି ଦରକାର ନଥିଲା। ସେମିତିରେ ବି ତାଙ୍କର କିଛି ଡିମାଣ୍ଡ ନଥିଲା, ସେ ମୋ ଉପରେ ସମ୍ପୂର୍ଣ୍ଣ ଭାବେ ଛାଡ଼ି ଦେଇଥିଲେ। ତା ଭିତରେ ମୋର ଆଉ ଜଣେ କଷ୍ଟମର ଆସି ପହଞ୍ଚି ଯାଇଥିଲେ, କେବଳ ତାଙ୍କର ହେୟାର କାମ କରିବାର ଥିଲା। ମୋର ତ କାମ ପୁରା ସରିଯାଇଥିଲା ଆଉ ରେଜଲ୍ଟ ଆପଣମାନଙ୍କ ସାମ୍ନାରେ ଅଛି, ଆପଣମାନେ କହିବେ କେମିତି ହେଇଛି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ହୃଦୟରୁ ଧନ୍ୟବାଦ। ରହିଲି, ଜୟ ଜଗନ୍ନାଥ।